ଧାର ଧାର ବହି ଯାଉଛି ଯେ ନୟନରୁ ନୀର କଲ ପ୍ରଭୁ କି କଲ କାହିଁକି ଯନ୍ତ୍ରଣା ଦେଲ କହେ ଠାକୁର କଲ ପ୍ରଭୁ କି କଲ ନାରୀ ଆଖିରୁ ଯୋଉଦିନ ଲୁହ ଯେ ଝରିବ କଲ ପ୍ରଭୁ କି କଲ ବିଶାଳ ସାମ୍ରାଜ୍ୟ ହେଲେ ପତନ ହୋଇବ କଲ ପ୍ରଭୁ କି କଲ ନାରୀର ଆଖିରେ ଲୁହ ନୁହେଁ ଅଟେ ପରା ନିଆଁ କଲ ପ୍ରଭୁ କି କଲ ନାରୀ ପୁଣ୍ୟା ବାହାରିଲେ ଜଳିବ ଦୁନିଆ କଲ ପ୍ରଭୁ କି କଲ ପ୍ରଭୁ କି କଲ ସେ ନାରୀ ଜଣକ କିଏ ବାପା ବୋପାଲୁ ଏତିକି କଦଳୀ ଦେଖିକି ମତେ ଲୋଭ ହେଲା ନେବେ 5 କାନ୍ଧି ନେବାଟା ସାରା ମୁଁ କହିଛି 5 କାନ୍ଧି ସେ ନେବେ ବ୍ରାହ୍ମଣିଆ ଲୋକ ଲୋଭ ଅଧିକ ମୋ ଜୀବନ ଯାକରେ 30 ବର୍ଷ ପାଲା ଗାଇବା ଭିତରେ ଏଭଳି ଅନୁଷ୍ଠାନ ନାହିଁ ଏତେ କଦଳୀ ଓହଳା ହବ କିଛି ଆସିନି କାଲିକି ଆହୁରି ଲୋଡ଼ ହବ କାଲିକି ଆହୁରି ଲୋଡ଼ ହବ ଆଜି 50 ବାଉଁଶ ହଳାଇକି ମନ୍ଦା ହବ କାଲି ଆରେ ଗୋଟେ କାନ୍ଧିକି ଯଦି 100 ଟଙ୍କା ଲେଖେ ବିକି ଦେବ ତାହେଲେ ତ 2 ଦଳ ଯାକ ପାଲା ବାଲାଙ୍କ ପଇସା ଉଠିଯିବ ଇଏ ବିକିବା ଉପରେ ଲକ୍ଷ୍ୟ ବ୍ରାହ୍ମଣ ଆଖି ପାଇଲେ କଣ ହବ ସେ ନାରୀ ଜଣକ ଆଉ କେହି ନୁହେଁ ତା ନାଁ ହେଲା ଚନ୍ଦ୍ର ଦେବତାଙ୍କ ସ୍ତ୍ରୀ ରୋହିଣୀ ଦ୍ୱାପର ଯୁଗ ଆରମ୍ଭ ହେଲା ବେଳେ ଅଭିମନ୍ୟୁ ଥିଲେ ଅଭିମନ୍ୟୁ ହଉଛନ୍ତି ଅନାଦି ଆଉ ଅନାଦିଙ୍କ ସ୍ତ୍ରୀ ହଉଛି ଆଦି ଆଦି ଅନାଦି ହେଲେ 2 ଭଗବାନ ନାରାୟଣ ଆଦିଙ୍କି କହିଲେ ମା କୁ ଦ୍ୱାପରରେ ଜନ୍ମ ନା ଜନ୍ମ ହେବି ଯେ ଯେମିତି ଜନ୍ମ ହେବି ସେମିତି ମୋ ମା ଆଇଲାଣି ତ ଯେମିତି ଜନ୍ମ ହେବି ସେମିତି ସାଙ୍ଗେ ସାଙ୍ଗେ ରିଟର୍ନ ରହିବିନି କ୍ଷଣଟେ ରହିବିନି ଭଗବାନ ନାରାୟଣ କହିଲେ ହଉ ଯଦି ଗୋଟେ କଣ୍ଡିସନ କଲୁଣି ତେଣୁ ତୁ ଯେମିତି ଯିବୁ ସେମିତି ଆସିବୁ ସେଇଆ ହେଲା ଆଦି କଣ ହେଲା ଗାୟକ କେଶରୀ ଉଦୟନାଥ ରଥ ଶର୍ମା କଲେ ଧରା ଭାରା ନା ସେ ଧର୍ମ ପ୍ରକାଶେ ଅବତାର ଛପହି ଆଦ୍ୟା ଦେବୀ ସୂତା ପ୍ରସବୀ ଯଶୋଦା ବିଜୁଳି କନ୍ୟା ବୋলাই ଆଦିଟି ଯଶୋଦା କୁଳରୁ ଜନ୍ମ ହେଲା ନା ହେଲା ବିଜୁଳି କନ୍ୟା ଯେତେବେଳେ ନାରାୟଣ ଅନାଦିକି ବସେଇକି ଟ୍ୟୁସନ କଲି କହିଲେ ଅନାଦି ତମେ ଟିକେ ମର୍ତ୍ତ୍ୟକୁ ଚାଲ ନା ହଁ ଯିବି ଯେ ସାଙ୍ଗେ ସାଙ୍ଗେ ଆସିବି ନା ଭଲ ଏ 2 ଜଣ ଯାକ ଗୋଟେ ଫାର୍ସ ଚଲେଇଛନ୍ତି ଆଉ ଯିବ ସାଙ୍ଗେ ସାଙ୍ଗେ ଆସିବ କଣ ତ ମାକୁ ପଠେଇ ଦେଇଛି ସେ ଯାଇକି ଆସିବ କଂସ ହାତରୁ ଖସିବ କଂସ ମରିବ ତୁ ଚନ୍ଦ୍ରଙ୍କ ସ୍ତ୍ରୀ ରୋହିଣୀ ଠାରୁ ନିୟମ କରେଇ ଦେଇ ଚନ୍ଦ୍ର ଠାକୁରଙ୍କର ଯୋଉ 16ଟା କଳା ସେଇ 16ଟା କଳାରୁ 14ଟା କଳାକୁ ଆଇଲେ ନାରାୟଣ ଭର୍ତ୍ତି କରିଦେଲେ ଅନାଦିଙ୍କର ଦେହରେ ରୋହିଣୀ କହିଛି ପ୍ରଭୁ ଯୋଉଦନ 14 ବର୍ଷ ହୋଇବ ପୂରଣ ସେହିଦିନ ଛାଡ଼ିଯିବ ଅଭିମନ୍ୟୁ ପ୍ରାଣ
କଳା ଫେରାଇବ ସାର କହିଲା ପ୍ରଭୁ ନିୟମ କର 14 ବର୍ଷ ଭିତରେ ଅଭିମନ୍ୟୁ ମରିବ ଯଦି 14 ବର୍ଷରୁ ଅଧିକ ହବ ଅଭିମନ୍ୟୁ ତମମାନଙ୍କୁ ମାରିଦବ ତମେ ନିୟମ କର ରଙ୍ଗା ଅଧର ନାରାୟଣ ଆଗରୁ ନିୟମ କରିଛନ୍ତି ଏଇଥିପାଇଁ ଚନ୍ଦ୍ର ସ୍ତ୍ରୀ ରୋହିଣୀ ଆସିକି ପହଞ୍ଚି ହେଲା ପ୍ରଭୁ ତମର ମନେ ନାହିଁ ରାତି ପାଇଲେ 14 ବର୍ଷ ପୂର୍ଣ୍ଣ ହବ ତେଣୁ ଆସନ୍ତା କାଲି ଯେମିତି ଅଭିମନ୍ୟୁଟା ମରିବ ଯେମିତି ଅଭିମନ୍ୟୁ ମରିବ ମୋ ସ୍ୱାମୀଙ୍କର 14ଟା ଗୋଳା ମୋର ଦରକାର କଣ ହେଇଛି କଣ 10ଟାରେ ଛାଡ଼ିବି 7ଟାରେ ପିଣ୍ଡା ଲୋକ ହେଇଛି 11 ଛାଡ଼ିକି 12 ହେଲେ କଣ ହବ ମୁଁ 2ଟା ମଣିଷକୁ ସମ୍ଭାଳୁଛି ତମେ ଯେମିତି ମୋ ଶ୍ରୋତା ସେମାନେ ବି ମୋ ଶ୍ରୋତା ନୃସିଂହ ତାକୁ ଭଲ ପାଉଛନ୍ତି ବୋଲି ଲୋକ ଯେତେ ଦିନ ବଞ୍ଚିଥିବି ଏ ନାକଦଣ୍ଡାରେ ପବନ ଯିବା ଯାଏ ମୁଁ ଆପଣମାନଙ୍କର ସେବା କରୁଥାଏ ଆଉ ନାରାୟଣଙ୍କୁ ସଦାବେଳେ ଡାକେ ପ୍ରଭୁ ମଞ୍ଚ ଉପରେ ପାଲା ଗାଉ ଗାଉ ଯେମିତି ପେଣ୍ଡାଲ ଉପରେ ସତରେ ଯଦି ନାରାୟଣ ଥବୁ ଏ ପେଣ୍ଡାଲ ଉପରେ ମୋର ହାତ ଯୋଗେଇ ଯାଉ ମୁଁ ମରିଯାଏ ଏ ପେଣ୍ଡାଲ ଉପରେ ନା 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 ଓଡ଼ିଶାର ଗାୟକ ଯୁବ ସମ୍ରାଟ ଗୋଟେ ସୂର୍ଯ୍ୟ ଲିଭିଯିବେ ସଦାବେଳେ ନାରାୟଣଙ୍କୁ ଡାକିଛି ପ୍ରଭୁ ମୋ ମରଣଟା ଯୋଉଦିନ ହଉ କିନ୍ତୁ ଏଇ ପେଣ୍ଡାଲ ଉପରେ ହିଁ ହଉ ଯେମିତି ଅନୁଷ୍ଠାନ ଲୋକମାନେ ମତେ ଟେକିକି ନେବେ ମୋର ବନ୍ଧୁବାନ୍ଧବ ଦରକାର ନାହିଁ ମୋର ପ୍ରକୃତର ବନ୍ଧୁବାନ୍ଧବ ଓଡ଼ିଶାର ଯେତେ ଦର୍ଶକ ଶ୍ରୋତା ସେଇମାନେ ଯଦି ଟେକିକି ନେଇକି ମତେ କୋଉଦିନ ପୋଡ଼ିଦେବେ ମୋ ହାତ ସଦ୍ଗତି ପାଇବ ବାବୁ ଚନ୍ଦ୍ର ଭାର୍ଯ୍ୟା ରୋହିଣୀ କହିଲା ମୋ ସ୍ୱାମୀ କି ଫେରେଇ ଦିଅ ନାରାୟଣ କହିଲେ ବଡ ଅଡୁଆରେ କହିଲି ଆସନ୍ତା କାଲି ଦ୍ରୋଣାଚାର୍ଯ୍ୟ କରିବେ ଚକ୍ରବ୍ୟୁହ ଚକ୍ରବ୍ୟୁହ ଭିତରକୁ ଗଲେ ଅପାଣ୍ଡବ ହବ ପୃଥିବୀ ଏ ଚକ୍ରବ୍ୟୁହକୁ ବିଶ୍ୱରେ 3 ଜଣ ବିନ୍ଧି ପାରନ୍ତି 4 ନୁହଁ କିଏ କିଏ ସେ 3 ଜଣ କିଏ କିଏ ସ୍ୱର୍ଗରେ ବିନ୍ଧିବ ପରା ନାମ ବିଚାର କଲେ 3 ଜଣ ବିନ୍ଧିବେ ସ୍ୱର୍ଗରେ ବାସବ ବୋଲେ ଇନ୍ଦ୍ର ତାର କଣ କାମ ଯେ ସେଠିକି ଆସିବ ପାତାଳରେ ଅନନ୍ତ ନାଗ ତାର କଣ କାମ ଯେ ସେଠିକି ଆସିବ ମର୍ତ୍ତ୍ୟରେ ବିନ୍ଧିବ ଜଣେ ସେ ହଉଛି ଅଭିମନ୍ୟୁ ଉପା ଅର୍ଜୁନ ସେଇଗୁଟାକୁ ଯଦି କିଡନାପ କରିକି ନେଇଯିବ ତାହେଲେ ଅଭିମନ୍ୟୁ ମରିବ ଯିବ କୁଆଡେ ଏପଟେ ଜଳଧର ଜିହ୍ୱକୁ ଭାଙ୍ଗିବା ପାଇଁ ଭଗବାନ କୃଷ୍ଣ ଅର୍ଜୁନକୁ ସାଙ୍ଗରେ ନେଇକି ଚାଲିବେ ଏପଟେ ଗୁରୁଙ୍କ ପାଦ ତଳେ ପଡିଛି କିଏ ନା ଦୁର୍ଯ୍ୟୋଧନ ଗୁରୁ କହିଲେ ତିଆରି କରିବି ଚକ୍ରବ୍ୟୁହ
ନା ସେ ଚକ୍ରବ୍ୟୁହଟା କେମିତିଆ? ଏମିତିଆ ଗୁରୁଦେବ। ସେ ଚକ୍ରବ୍ୟୁହଟା ଦେଖିବାକୁ କିଭଳିଆ? ଉତ୍ତର ଦେଲେ ଦ୍ରୋଣାଚାର୍ଯ୍ୟ। କଣ କହିଲେ? କଣ କହିଲେ? କହିଲା ଶୈବ ଚକ୍ରୀବତ ଚକ୍ରାଗାର, ଶୈବ ଚକ୍ରୀବ୍ରତ ଚକ୍ରାଗାର, ଶୈବ ଚକ୍ରୀବତ ଚକ୍ରାଗାର, ଶୈବ ଚକ୍ରୀବ୍ରତ ଚକ୍ରାଗାର, ଚକ୍ରବ୍ୟୁହ ଗୋଟି ଅଟେ ରୁଚିର, ଚକ୍ରବ୍ୟୁହ ଗୋଟି ଅଟେ ରୁଚିର, ଠାରୁ ପୁଛ ପର୍ଯ୍ୟନ୍ତେ ରମ୍ୟ, ଠାରୁ ପୁଛ ପର୍ଯ୍ୟନ୍ତେ ରମ୍ୟ, ଘରରେ ହୋଇଛି ସମ୍ପୂର୍ଣ୍ଣ, ଘେନ ଧୀର ନର, ଘେନ ଧୀର ନର, ଘେନ ଧୀର ନର, ହେ କାନ ପ୍ରକାରେ ଦେବା ଦୃଷ୍ଟାନ୍ତର, ହେନ ଧୀର ନର, ହେନ ଧୀର ନର, ହେ କବି କହିଲେ ଚକ୍ରବ୍ୟୁହଟା କେମିତିଆ କହିଲ? ଶୈବ ଚକ୍ରୀବତ ଚକ୍ରାକାର। ଚକ୍ରୀର ଅନ୍ୟ ନାମ ବାପା ମାନେ ସାପ। ସାପ ଯେତେବେଳେ ଚେକା ମାରି ଗୁଡେଇ ହେଇକି ଶୁଏ, ତା ଲାଞ୍ଜଟା କୋଉଠି ମୁଣ୍ଡଟା କୋଉଠି ଆମେ କଣ ଜାଣିପାରେ? ଆମେ ଜାଣିପାରିବାନି। ତେଣୁ ତାରି ଭିତରେ ମୁଣ୍ଡକୁ, ତାରି ଭିତରେ ଲାଞ୍ଜ, ତା ଚେକା ଭିତରେ। ଦ୍ରୋଣା କହିଲେ ଚକ୍ରୀ ବୋଲେ ସାପ ଭଳିଆ ତିଆରି କରିଛି ଗୋଟେ ବ୍ୟୁହ, ଚକ୍ରବ୍ୟୁହ। 8ଟା ଘର, 12ଟା ଗେଟ୍ କରିଦେଇଛି। 12ଟା ଗେଟ୍ରେ ଆମର 12 ଜଣ ତା ଭିତରେ ରହିବେ। ଯିଏ ଆସିବ ପାଣ୍ଡବ ମାନେ ଆଉ ଖସିକି ଯାଇପାରିବେ। ଯେତେ ଆସନ୍ତୁ ପାଣ୍ଡବେ ତା ଭିତରେ ପଡିକି ମରିବେ। ନା 8ଟା ଘର, 12ଟା ଗେଟ୍, 12ଟା ଦ୍ୱାରରେ କିଏ କିଏ ରହିବେ ତାର ଗୋଟେ ଲିଷ୍ଟ ଗୁରୁଦେବ ଦିଅନ୍ତୁ। ତାଲିକା ନହେଲେ କେମିତି ହବ? ଯୋଉ 12 ଜଣ ରହିବେ ସେ 12 ଜଣଙ୍କ ନାଁ କଣ? ଦ୍ରୋଣ କହିଲେ ହଇରେ ମୁଁ ତ ପୁରୋହିତ, ମୁଁ ତିଆରି କରିଛି ଚକ୍ରବ୍ୟୁହ, ଫାଷ୍ଟ ଗେଟ୍ଟା ମତେ ଦିଅ। ଆଉ କଣ ମୁଁ ତିଆରି କରିଛି, ଫାଷ୍ଟ ଗେଟ୍ଟା ମତେ ଦିଅ। କହିଲା ଚକ୍ରବ୍ୟୁହ କଲେ ଦ୍ରୋଣ ତିଆରି, ଚକ୍ରବ୍ୟୁହ କଲେ ଦ୍ରୋଣ ତିଆରି, ଆଜ ଦ୍ୱାରେ ଆପେ ହେଲେ ଦୁଆରି, ଆଜ ଦ୍ୱାରେ ଆପେ ହେଲେ ଦୁଆରି, ଦ୍ୱିତୀୟ ଦ୍ୱାରେ ଦୁଶିଳାର କାନ୍ତ, ଦ୍ୱିତୀୟ ଦ୍ୱାରେ ଦୁଶିଳାର କାନ୍ତ, ତୃତୀୟ ଦ୍ୱାରେ ରହେ ରବିସୁତ, ପଞ୍ଚମରେ ଶଲ୍ୟ, ପଞ୍ଚମ ହେ ଚତୁର୍ଥରେ ଶଲ୍ୟ, ହେ କୃପାଚାର୍ଯ୍ୟ ମହାମଲ, ଚତୁର୍ଥରେ ଶଲ୍ୟ, ହେ ଚକ୍ରବ୍ୟୁହକୁ ତିଆରି କଲେ ଦ୍ରୋଣ। ଆଗ ଗେଟ୍ରେ ରହିଲେ ଦ୍ରୋଣ, ଦ୍ୱିତୀୟ ଗେଟ୍ରେ ହ୍ୟାଲୋ ହଁ ହୋତାଶାରେ କହୁଛନ୍ତି ମଞ୍ଚ ଉପରେ ହୋତାଶାରେ ଅଛନ୍ତି ଲୋକମାନେ ହଜାରେ ହଜାରେ ବସିଛନ୍ତି, ଆପଣ କାଲି ସକାଳୁ ଫୋନ କରିପାରନ୍ତି। ଆଦ୍ୟ ଦ୍ୱାରରେ ରହିଲେ ଦ୍ରୋଣାଚାର୍ଯ୍ୟ, ଦ୍ୱିତୀୟ ଦ୍ୱାରରେ ରହିଲେ ଜୟଦ୍ରଥ, ତୃତୀୟ ଗେଟକୁ ଜଗିକି ରହିବେ କର୍ଣ୍ଣ, ଚତୁର୍ଥ ଗେଟକୁ ଜଗିକି ରହିବ ପାଣ୍ଡବ ମାନଙ୍କ ମାମୁଁ ବୋଲେ ମାଦ୍ରୀ ଭାଇ ଶଲ୍ୟ। ଚତୁର୍ଥ ଗେଟରେ ଶଲ୍ୟ, ପଞ୍ଚମ ଗେଟକୁ ଜଗିକି ରହିଲେ କୃପାଚାର୍ଯ୍ୟ ମହାମଲ୍ଲ, ପାଣ୍ଡବଙ୍କର ମାମୁଁ, ଏ ଦ୍ରୋଣାଚାର୍ଯ୍ୟଙ୍କର ଶାଳକ। ଗଲା 5ଟା ଗେଟ୍, ଗଲା 6 ନମ୍ବର ଗେଟ୍ରେ କିଏ ରହିବ ରେ? କିଏ? ନା କ୍ଷତ୍ରିୟ ବୃନ୍ଦ ବୃନ୍ଦାରକ ମଘବା, କ୍ଷତ୍ରିୟ ବୃନ୍ଦ ବୃନ୍ଦାରକ ମଘବା, କ୍ଷତ୍ରିୟ ବୃନ୍ଦ
রাজা নাম প্রসিদ্ধ বীরকূপ বর্মা বীরকূপ বর্মা বীরকূপ বর্মা হে নবমদ্বারে রহে অশ্বত্থমা বীরকূপ বর্মা হে 6 নম্বর গেটরে রহিবে ভূরিশ্রবা 7 নম্বর গেটরে রহিবে অলম্বুষ 8 নম্বর গেটরে রহিবে হলায়ুধ 9 নম্বর গেটরে রহিলে অশ্বত্থমা অশ্বত্থমা 10ম দ্বার শকুনি জগিব 10ম দ্বার শকুনি জগিব 10ম দ্বার শকুনি জগিব 10ম দ্বার শকুনি জগিব একাদশে দুঃশাসন রহিব একাদশে দুঃশাসন রহিব 12 দ্বারে দুর্যোধন 12 দ্বারে দুর্যোধন সঙ্গে পরাধিব তোর নন্দন নামতা লক্ষ্মণ নামতা লক্ষ্মণ নামতা লক্ষ্মণ হে জগিধিব দ্বার তোর নন্দন নামতা লক্ষ্মণ হে 10 নম্বর গেটরে শকুনি 11 নম্বর গেটরে 11 নম্বর গেটরে দুঃশাসন 12 নম্বর গেটরে দুর্যোধনরা যেତିକି ଭାଇ ବଞ୍ଚିଛ ତା ସାଙ୍ଗରେ ମଧ୍ୟସ୍ଥଳରେ ରହିବ ତୋ ପୁଅ ଲକ୍ଷ୍ମଣ କୁମାର ଆକୁ ଦେଖିଲେ ତୋ ପୁଅକୁ ପାଣ୍ଡବ ମାନଙ୍କର ହୃଦୟ ଟିକେ ଦୁର୍ବଳ ହେଇଯିବ ଧୋନି ଛକା ମାଇଲା ଭଳିଆ ପିଟିବ କାହାକୁ ଛାଡ଼ିବନି ଏପଟେ ଜାଣିପାରିଲେ ପାଣ୍ଡବ ଶ୍ରେଷ୍ଠ ଧର୍ମରାଜ ଯୁଧିଷ୍ଠିର ଅର୍ଜୁନ ତ ନାଇଁ ପଳେଇଛି କୃଷ୍ଣ ସାଙ୍ଗରେ ଯୁଧିଷ୍ଠିରଙ୍କର କାନରେ ବାଜିଲା ଯେ ଗୁରୁଦେବ ତିଆରି କରିଛନ୍ତି ଚକ୍ରବ୍ୟୁହ ଆମକୁ ମାରିବା ପାଇଁ କଣ କଲେ ଜାଣି ଯୁଧିଷ୍ଠିର ବସୁଛନ୍ତି ମନେ ମନେ ଭାବୁଛନ୍ତି ଚକିତ ହୋଇ ଭାଳନ୍ତି ଇଏ ବସିଧର ସୁତା ବସି ଧର୍ମ ସୁତା ଚକ୍ର ବିହ ଭେଦ ନେগে ହୋଇବ ସାମର୍ଥ ତିମେ ବୋଇଲେ ଏ ବାଣୀ ବିଜେ ବୋଇଲେ ବାଣୀ ভেদি পারিবু কি চিরথুড়া মণি বিজে বইলে বাণী বিজে বইলে বাণী বিহভেদি পারিবু কি বীরতুড়া মণি শুনিবির পুকোদর বইলা উত্তর আহা বইলা দেখা শুনা নাহি চক্র হগি প্রকার ডাকিলে নকুল শুনে ডাকিলে শুন বিহ ভেদি নাসিবু কি মোর আকুল শুনি ডাকিলে নকুল শুনি ডাকিলে কুল
ନକୁଳ କହିଲେ ଭାଇ ବଂଶ ବୁଡେଇବାକୁ ଚାହୁଁଛ ଯଦି ତାହେଲେ ଭୀମକୁ ପଠା। ଅର୍ଜୁନ ବାଦେ ଆଉ କେହି ନୁହଁ, ଯିଏ ଯିବ ସିଏ ମରିବ। ଅନ୍ତରରେ ଚିନ୍ତା କଲେ ଅର୍ଜୁନ ଭଗବାନ କୃଷ୍ଣଙ୍କୁ ଡାକିଲେ। କଣ କହିକି ଡାକିଲେ ଜାଣିଛ? କହିଲେ କହିଲା କ୍ଷମା କର ହେ ପ୍ରଭୁ, ଦୀନ ତାରଣ କ୍ଷମା କର ହେ ପ୍ରଭୁ, ଦୀନ ତାରଣ ଆଭକତ ପ୍ରାଣ ବନ୍ଧୁ ରାଧାର হে রাঞ্জবি হারি গিরি তোলিয়া নব ঘন কংসারি হে আরক্ষিব নাহি কিয়ে বিপদ মোতে রখিব নাহি কিয়ে বিপদ মোতে হে ভসাই দেব হে দুঃখ আগরিব কুকন্দাই কিস পাইব হে কলাকে কেতে দূরে সিনা কাহি দরকা এতে রকা আশ্রবণ দেরি ছিল দ্রৌপদী ডকা হে ব্রহ্মাণ্ড বাসী ভবসা করে মুহি যাউছি ভাসি হে ব্রহ্মাণ্ড বাসী ন কলে প্রভু ওতে করুণা কলে প্রভু বিনাশ হেবু আম্ভে পাণ্ডব সিনা হে রমার অণ বিনাশ হেবু আম্ভে পাণ্ডবে সিনা হে রমার মণ মর্ত্যরে নাম তোর ও হইব হীন হে রমার মণ মর্ত্যরে নাম তোর হইব হীন হে রমার মণ ধর্মরাজ যুধিষ্ঠির বিচার করছেন চক্রব্যূহ কিয়ে ভেদিব। বিরস মন মন দুঃখ ঠিক এতিকি বেলে
ଏତେବେଳେ ପ୍ରବେଶିଲା ଅଭିମନ୍ୟୁ ବୀର ଅଭିମନ୍ୟୁ ବୀର ଅଭିମନ୍ୟୁ ବୀର ଏ ଦମନ କାହିଁ କର ହେ ଜ୍ୟେଷ୍ଠ ପିୟର হে জ্যেষ্ঠ পিয়র হে জ্যেষ্ঠ পিয়র କାହିଁ ପାଇ ମନ ଆଜି ହୋଇଅଛି ଉଣା କହିଛି ତୁମ୍ଭର ପୁଅ ଅଭିମନ୍ୟୁ ସିନା অভিমন্যু সিনা অভিমন্যু সিনা କହିଲା ବଡ଼ ବାପା ମନ କାହିଁକି ଦୁଃଖ କରିଛ ନା ଆସନ୍ତା କାଲି ଚକ୍ରବ୍ୟୁହ ଭେଦ କରିବାକୁ ପଡିବ ଚକ୍ରବ୍ୟୁହ ତିଆରି କରିଛନ୍ତି ଗୁରୁଦେବ ଦ୍ରୋଣାଚାର୍ଯ୍ୟ ଆସନ୍ତା କାଲି ଏ ଚକ୍ରବ୍ୟୁହକୁ କିଏ ଭେଦିବ ଆମେ ପାରିବୁନି ନା ଏଇ କଥା ପାଇଁ ମନ ଦୁଃଖ ଅଛି ତମର চিন্তা করো না গুরুদেব চিন্তা করো না বড় বাপা বাবা গায়ন্তী দেবাহা কিলগীতকানি ধন্যা সুতের ভারত ভূমি ভাগে স্বর্গাং পবর্গাস পদমার্গ ভূতে ভবন্তি ভূয় পুরুষ সুরত্বাৎ নারায়ণ মঙ্গল করন্তু মনুষ্যর কল্যাণ হও বড় হইকি ভাল পাঠ পড় প্রভু কৃপা করন্তু নারায়ণ হে সজন বর্গে উত্তর দেলা অভিমন্যু কলা বড় বাপা চিন্তা করো না মু ভেদি দেবি চক্রব্যূহ বড় বাপা আরে নাই মো মু ভেদি দেবি অভিমন্যু কহে মাতা গর্ভে থিলা বেড়ে মাতা গর্ভে থিলা বেড়ে মাতা গর্ভে থিলা বেড়ে ইনে চক্র বিহ কথা তাত কহুথিলে তাত কহুথিলে হে তাত কহুথিলে চক্র বিহ কথা তাত কহুথিলে জননী সঙ্গে মুরঙ্গে নিদ্রা গলি জানি হে নিদ্রা গলি জানি হে নিদ্রা গলি জানি বাহুড়িবা কথা তেণু ন পারিলি শুনি হে ন পারিলি শুনি বাহুড়িবা কথা দেনু ন পারিলি শুনি অভিমন্যু কইলা বড় বাপা অভিমন্যু উত্তর দেলা কইলা বড় বাপা বড় বাপা ମୁଁ ଯେତେବେଳେ ମୋ ମା ଗର୍ଭରେ ଥିଲି ସେତିକି ବେଳେ ସେତିକି ବେଳେ ମୋ ବାପା ଦିନେ ମୋ ମାକୁ ବସେଇକି ପଲଙ୍କ ଉପରେ ଚକ୍ରବ୍ୟୁହ କଥା ମୋ ବାପା କହୁଥାନ୍ତି ମୋ ବାପା କହିଲା ବେଳେ ମୋ ମା ଶୁଣୁଛି ମୁଁ ତା ଗର୍ଭ ଭିତରେ ମୋ ମା ଶୋଇନି ମୁଁ କେମିତି ଶୋଇବି ମୋ ମା ଗର୍ଭ ଭିତରେ ମୁଁ ଥାଇକି କେମିତି ଚକ୍ରବ୍ୟୁହ ଭେଦ ହବ ସେ କଥା ମୁଁ ଶୁଣିଦେଲି ମୋ ବାପାଙ୍କ କଥା ମୋ ମା ଗର୍ଭ କିନ୍ତୁ କିନ୍ତୁ ବାହୁଡିବା କଥାଟା ମୁଁ ଜାଣିପାରିଲିନି ବାହୁଡିବା କଥା ଜାଣିପାରିନୁ ମୋ ବାପା ଯେତେବେଳେ ଚକ୍ରବ୍ୟୁହରୁ ପ୍ରତ୍ୟାବର୍ତ୍ତନ କରିବାର କୌଶଳ ମୋ ମାକୁ କହୁଥିଲେ ସେତେବେଳେ ମୋ ମାକୁ ନିଦ ଶୋଇପଡ଼ିଛି ମୁଁ ମୋ ଜନନୀ ସାଙ୍ଗରେ ରଙ୍ଗରେ ମତେ ବି ନିଦ୍ରା ହେଇଗଲା ମୁଁ ଶୋଇପଡ଼ିଲି 10 ମିନିଟ ହୋଇପାରିବନି ଆମେ ପହଞ୍ଚୁ କାଲି ଗାଇଲେ ହବନି 10ଟା 5 ହେଲାଣି 10ଟା 5